ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶୋପଚାର ପୂଜା। ମାଙ୍କ ଆଗମନ ପାଇଁ ଚାଲିଛି ପ୍ରସ୍ତୁତି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶୋପଚାର ପୂଜା। ଏହି ପୂଜା ଆଗାମୀ 16 ଦିନ ଧରି ଚାଲି ରହିବ। ଆଶ୍ୱିନ ମାସ କୃଷ୍ଣାଷ୍ଟମୀ ଦ୍ୱିତୀୟାବାହନ ଉଷାଠାରୁ ମାଙ୍କୁ 16 ଦିବସୀୟ ପୂଜା ହେବାର ପରମ୍ପରା ରହିଛି। ମୁଖ୍ୟ ପୁରୋଧା ହିମାଂଶୁ ପତି ମିଶ୍ରଙ୍କ ନେତୃତ୍ୱରେ ଜ୍ଞାନରଞ୍ଜନ ପତିଙ୍କ ତତ୍ତ୍ୱାବଧାନରେ ସନ୍ଧ୍ୟାରେ ବ୍ରହ୍ମକୃଷ୍ଣରୁ ଜଳ ଅଣାଯାଇ ନବରତ୍ନ ବେଦୀରେ ଘଟ ସ୍ଥାପନ କରାଯାଇଥିଲା। ଏହାପରେ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରୁ ଜଳ ଅଣାଯାଇ ମାଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ଆଜି ମାଙ୍କ ପୀଠରେ ମୋଟ 10 ଗୋଟି କଳସ ସ୍ଥାପନ ଅନନ୍ୟ ପରମ୍ପରା ରହିଛି। ସେପଟେ ଶୁଭ ଶୁଣିଆ ଠାରୁ ଆରମ୍ଭ ହୋଇଥିବା ମାଙ୍କ ରଥ କାମ ଆଗେଇ ଚାଲିଛି। ଏହି 16 ଦିବସୀୟ ପୂଜାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବ୍ୟୁରୋ ରିପୋର୍ଟ, ଧର୍ମନିକେତନ ନ୍ୟୁଜ୍।